हाय फ्रेंड्स, नमस्कार, गुड इवनिंग। केमती अच्छा समस्ते? भल अच्छा? ମୁଁ ତ ବହୁତ ସାରା ଭଲ ଅଛି, ସେମିତି ଭଲ ଅଛି ତ ଆପଣମାନେ ଫେସ୍ରୁ ହିଁ ଜାଣିପାରୁଥିବେ। 2-3 ଦିନ ହେଲା ଭିଡ଼ିଓ ଆସିନି। ମୁଁ ଏତେ ଭଲ ଅଛି ଯେ 2-3 ଦିନ ହେଲା ଭିଡ଼ିଓ ହିଁ ଆଣିପାରୁନି। ତ ଭିଡ଼ିଓ ଆସିପାରୁନି କି ଲାଇଭ୍ ବି କିଛି ଆସିପାରୁନି, ଯେହେତୁ ଦେହ ଟିକେ ଭଲ ଲାଗୁନି। ଅଳ୍ପ ଟିକେ ଭଲ ଲାଗୁନି, ବେଶୀ ନୁହଁ, ଅଳ୍ପ ଟିକେ ଖରାପ ଅଛି। ତ ସେତିକିରେ ବି ଭଲ ଲାଗୁନି ଭିଡ଼ିଓ କରିବା ପାଇଁ। ତାପରେ ସମୟ ହିଁ ହେଉନି ମୋତେ। ତାପରେ ଲାଇଭ୍ ତ ଆସିପାରୁନି, ମେନ୍ ସମୟ। ଆଉ ଯେହେତୁ ମୋତେ ସବୁର ଦାୟିତ୍ୱ ନେବାକୁ ପଡ଼ୁଛି ସବୁବେଳେ, ଘର, ପୁଣି ମୋର ପ୍ରଫେସନାଲ୍ ବ୍ଲଗର୍ ଲାଇଫ୍ ହିଁ ଏଇଆ। ବ୍ଲଗର୍ ମାନେ ଜଣେ ହେବ ଯେ ସବୁଆଡ଼କୁ ଧ୍ୟାନ ଦେବା ଦରକାର। ତ ଆମେ ଯେହେତୁ ଗୋଟେ ବ୍ଲଗର୍, ଛୋଟ ମୋଟ ବ୍ଲଗ୍ କଣ୍ଟେଣ୍ଟ ହେଉ କି ଯାହା ହେଉ, ଆମେ ଯେହେତୁ ବ୍ଲଗର୍ କରୁଛେ, ଆମେ ବ୍ଲଗର୍ ହେଲା। ତ ସେଥିପାଇଁକା ଘର କାମ, ବାହାର, ତାପରେ ଛୁଆ ପିଲା, ସବୁ ଧନ୍ଦା। ସେଥିପାଇଁ ମୁଁ କିଛି ବ୍ଲଗ୍ ଆଣିପାରୁନି, କିଛି ବି ଭିଡ଼ିଓ କରିପାରୁନି। ସବୁ ଭିଡ଼ିଓ ଅଛି, ତାକୁ ରେସିପି ଭିଡ଼ିଓ ଅଛି। ଦୀପାବଳିରେ ଗୁଡଲୁ ଚଗଲା କେତେ କ'ଣ କରିଥିଲେ ତାର ବି ଭିଡ଼ିଓ ଅଛି, ତାକୁ ଏଡ଼ିଟ୍ କରି ପକାଇବା ପାଇଁ ବି ମୋତେ ସମୟ ହେଉନି। ଭାବୁଛି ଆଜି ପକାଇବି, ଟିକେ ଲେଟ୍ ହେଇଛି କିନ୍ତୁ ଆଡ଼ଜଷ୍ଟ କରିନେବେ, ଦେଖିବା। ଆଉ ଏମିତି କଥା। ତ ଗୁଡଲୁ ଗୋଟେ କ'ଣ ଦୀପାବଳି ଦିନ ଲାଇଭ୍ କରିଦେଇଥିଲା, କରିକି ତାର ସବୁ ବାଣ ଆପଣମାନଙ୍କୁ ଦେଖେଇ ଦେଇଛି। ମୁଁ ତ ଦୀପାବଳି କତରୁ ବୋଧେ ଭିଡ଼ିଓ କରୁନି କି ଲାଇଭ୍କୁ ଆସୁନି, ମୁଁ କେମିତି ଜାଣିବି? ତ ଲାଇଭ୍ କରିକି ଆପଣମାନଙ୍କୁ ଦେଖେଇ ଦେଇଛି। ଆଉ ତ ମାମୁଁ ପାଖକୁ, ତ ମାଉସୀ ପାଖକୁ ସମସ୍ତଙ୍କୁ ସେୟାର ବି କରିଦେଇଛି ଭିଡ଼ିଓଟାକୁ। ସେ ଲାଇଭ୍କୁ ଆସିଛି ନା, ହଉ, ଷ୍ଟାଟସ୍ ବି ଦେଇଦେଇଛି। ଏ ହେଲା କଥା। ତ ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି? ମୋତେ କମେଣ୍ଟ କରି କୁହନ୍ତୁ। ତ ଆପଣମାନଙ୍କର ସପୋର୍ଟ, ଆପଣମାନଙ୍କର ଭଲ ପାଇବା ଢେର ସାରା ମିଳୁଛି। ତ ଧନ୍ୟବାଦ ସମସ୍ତଙ୍କୁ। ମୋର ସେତକ ବି 5000 ଫେସବୁକ୍ ଫ୍ୟାମିଲି, ତ ସମସ୍ତଙ୍କୁ ବହୁତ ସାରା ଧନ୍ୟବାଦ। ତ ଏବେ ସନ୍ଧ୍ୟା ଟାଇମ୍, ତ ସନ୍ଧ୍ୟା ବେଳେ ମୁଁ ଶୋଇଥିଲି, ଟିକେ ଦେହଟା ଭଲ ଲାଗୁନଥିଲା। ଆଉ ଉଠିକି ଗଲେ ସନ୍ଧ୍ୟା ଦେବି ବୋଲି, କିନ୍ତୁ ମାମା ଦେଇଦେଇଛନ୍ତି। ମାମା ତ ଯାହା ଯେମିତି କରୁଛନ୍ତି, ମୁଁ ଯଦି ଟିକେ କଲେ ସେ ତାଙ୍କର କରିଦେଉଛନ୍ତି, ଯାହା ବି ହଉ। ଆଉ ଏଲେ କଥା। ତ ଅଳ୍ପ ଟିକେ ଦେହ ଖରାପ ହେଇଛି, ବେଶୀ ହେଇନି, କିନ୍ତୁ ସେଥିରେ ଉଠିବାକୁ ବି ଇଚ୍ଛା ହେଉନି। ଖାଲି କହୁଛି ମୁଁ ଶୋଇବି ବୋଲି, ମୋତେ ଖାଲି ନିଦ ଲାଗୁଛି। ତ ଦିନସାକ କାମ କଲେ ରାତିରେ ପୁଣି ଥକା ଲାଗୁଛି, ଶୋଇପଡ଼ୁଛି। ନା ଭିଡ଼ିଓ କରିପାରୁଛି, ନା ଲାଇଭ୍ ଆସିପାରୁଛି। ଲାଇଭ୍ ଆସିବା ଟାଇମ୍ରେ ହିଁ ମୋର କାମ ପଡ଼ିଯାଉଛି, କ'ଣ କରିବି ଏମିତି। ତାପରେ ଷ୍ଟିଚିଂ ଲାଇନ୍ରେ ଅଛି ନା, ସେ ଷ୍ଟିଚିଂ, ଟେଲରିଂ, ସେଗୁଡ଼ା ସବୁ କରିବାକୁ ପଡ଼ୁଛି। ତ ସମୟ ଦେଇପାରୁନି। ବ୍ଲଗିଂ ଲାଇଭ୍ ମାନେ ମୁଁ ଜାଣିଲି ଯେଉଁମାନେ ବ୍ଲଗ୍ କରୁଛନ୍ତି, ସେମାନେ କେତେ କଷ୍ଟ କରୁଥିବେ। ସବୁଆଡ଼କୁ ଧ୍ୟାନ ନେଇ କରିବାକୁ ପଡ଼ିବ। ତାପରେ ମାନେ ଛୋଟ ଛୋଟ କ୍ଲିପ୍କୁ ଆପଣମାନେ କ୍ୟାମେରା ସବୁବେଳେ ଅନ୍ ହିଁ ଥିବ। ଛୋଟ ଛୋଟ କ୍ଲିପ୍କୁ ଆପଣ ଯଦି ଅନ୍ କରିଥିବେ, ତାହେଲେ ଆପଣ ଗୋଟେ ବ୍ଲଗ୍ରେ ପକାଇ ପାରିବେ। ଆଉ ନ କରିଥିଲେ କେମିତି ପକାଇବେ? ତ ମୋର ତ ସେଇ ମାନେ କାମରେ ପଳାଉଛି, ମୁଁ ବ୍ଲଗ୍ ବି କରିପାରୁନି, ତ ପକାଇ ପାରୁନି କିଛି।